ବନ୍ଧୁମାନେ ଆଜିର ଏହି ଭିଡ଼ିଓଟି କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଦୟାକରି ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନଙ୍କର ଜୀବନ ଏହି ରଜ ସଂକ୍ରାନ୍ତି ପରଠାରୁ ବଦଳିବାକୁ ଯାଉଛି। ଏମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ପୂର୍ବରୁ ଆପଣଙ୍କ ଜୀବନରେ ଯେଉଁ ସବୁ ସମସ୍ୟା ଥିଲା, ଯେଉଁ ସବୁ ଦୁଃଖ କଷ୍ଟ ଥିଲା, ଏବେ ସେସବୁର ଅନ୍ତ ହେବାକୁ ଯାଉଛି ଏବଂ ପୁନର୍ବାର ଆପଣଙ୍କ ଜୀବନକୁ ଏବେ ସୁଖ ଫେରିବାକୁ ଯାଉଛି। କାରଣ ଗ୍ରହ ନକ୍ଷତ୍ରମାନଙ୍କ ଚଳନରେ ଗୋଟିଏ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବୁଧ, ଶୁକ୍ର ଏବଂ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଯାହାଦ୍ୱାରା ଆପଣଙ୍କ ଜୀବନରେ କିଛି ବଡ଼ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଛି। ପୁନର୍ବାର ଆପଣଙ୍କ ଜୀବନକୁ ଖୁସି ଫେରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିନେବା ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଏବଂ କେବେ ଆପଣଙ୍କ ଜୀବନକୁ ଖୁସି ଫେରିବାକୁ ଯାଉଛି। ଏହା ପୂର୍ବରୁ ଯଦି ଆପଣଙ୍କର କୁମ୍ଭ ରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତିର ସହିତ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ଲେଖିବେ। ବନ୍ଧୁମାନେ ଆପଣମାନେ ଲକ୍ଷ୍ୟ କରିଥିବେ ଯେ ପୂର୍ବରୁ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ରହୁଥିଲା, ଧନଜନିତ ସମସ୍ୟା ଦେଖା ଦେଉଥିଲା। ଆପଣ ଋଣ ନେଇଥିଲେ ଏବଂ ସେହି ଋଣକୁ ଆପଣ ଶୁଝି ପାରୁନଥିଲେ। ଆପଣଙ୍କ ଉପରେ ଋଣ ଭାରର ଚାପ ରହୁଥିଲା। ଆପଣଙ୍କର ଘର ପରିବାରରେ ଖୁସିର ବାତାବରଣ ଯେମିତି ହଜି ଯାଇଥିଲା। ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖା ଦେଉଥିଲା। ଆପଣଙ୍କର ଅଧିକ ଅଯଥା ବ୍ୟୟ ହେଉଥିଲା। ଆପଣ ଯେତେ ଚେଷ୍ଟା କଲେ ବି ଆପଣଙ୍କର ସଞ୍ଚୟ ହୋଇପାରୁନଥିଲା। ସମାଜରେ ମାନ ସମ୍ମାନ କମି ଯାଇଥିଲା। ଆପଣଙ୍କୁ କୌଣସି ରୋଜଗାର ମିଳୁନଥିଲା। ଯେତେ ଚେଷ୍ଟା କଲେ ବି ଚାକିରି ମଧ୍ୟ ପ୍ରାପ୍ତି ହେଉନଥିଲା। ସନ୍ତାନ ସନ୍ତତିକୁ ନେଇ ସର୍ବଦା ଚିନ୍ତିତ ରହୁଥିଲେ। ବ୍ୟାପାର ବାଣିଜ୍ୟରେ ମଧ୍ୟ ଲସ୍ ହେଉଥିଲା। ବ୍ୟାପାର ବାଣିଜ୍ୟରେ ଆପଣ ଉନ୍ନତି କରିପାରୁନଥିଲେ। ତେବେ ଏଭଳି ଯେତେ ସବୁ ସମସ୍ୟା ଆପଣଙ୍କ ଜୀବନରେ ଚାଲିଥିଲା, ସେସବୁର ଏବେ ଅନ୍ତ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଛି। ଆପଣଙ୍କ ଜୀବନରେ ପୁନର୍ବାର ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଛି। କାରଣ 12 ଜୁନ୍କୁ ଶୁକ୍ରଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଶୁକ୍ର ଆପଣଙ୍କର ଭାଗ୍ୟ ଭାବର ଅଧିପତି ଅଟନ୍ତି ଏବଂ ଭାଗ୍ୟ ଭାବର ଅଧିପତି ଆପଣଙ୍କର ପଞ୍ଚମ ଭାବକୁ ଗୋଚର କରିବେ 12 ଜୁନ୍କୁ ଏବଂ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ। ଶୁକ୍ର ହେଉଛନ୍ତି ଧନର କାରକ ଗ୍ରହ ଏବଂ ଶୁକ୍ରଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମଧ୍ୟ ମାନାଯାଇଥାଏ। ଶୁକ୍ର ଆପଣଙ୍କର ଚତୁର୍ଥ ଭାବରେ ଥିଲେ, ମାତ୍ର 12 ଜୁନ୍କୁ ଶୁକ୍ର ଆପଣଙ୍କର ତ୍ରିକୋଣ ଅର୍ଥାତ୍ ପଞ୍ଚମ ଭାବକୁ ଗୋଚର କରିବେ। ସେଥିପାଇଁ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଆର୍ଥିକ ସଂକଷ୍ଟ ଗୁଡ଼ିକ ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନକୁ ଧନ ଆସିବା ଆରମ୍ଭ ହୋଇଯିବ। ଏହା ବ୍ୟତୀତ ବୁଧ ମଧ୍ୟ ଆପଣଙ୍କର ପଞ୍ଚମ ଭାବକୁ ଗୋଚର କରିବେ ଏବଂ 14 ଜୁନ୍କୁ ଗୋଚର କରିବେ। ତେବେ ବୁଧ ଏବଂ ଶୁକ୍ର ଆପଣଙ୍କର ପଞ୍ଚମ ଭାବରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି କରିବେ, ଯାହାକି ଆପଣଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। କାଳପୁରୁଷଙ୍କର କୁଣ୍ଡଳୀରେ ଏହି ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ। ଏହି ଯୋଗ ପ୍ରଭାବରୁ ଆପଣଙ୍କର ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳିଯିବ ଏବଂ ସୂର୍ଯ୍ୟ ମଧ୍ୟ ଆପଣଙ୍କର ପଞ୍ଚମ ଭାବକୁ ଗୋଚର କରିବେ ଜୁନ୍ 14 ତାରିଖ ଦିନ। ବନ୍ଧୁମାନେ ବର୍ତ୍ତମାନ ବୃହସ୍ପତି ଆପଣଙ୍କର ଚତୁର୍ଥ ଭାବରେ ବିରାଜମାନ ଅଛନ୍ତି। ଆପଣଙ୍କର ସୁଖ ସ୍ଥାନରେ ବିରାଜମାନ ଅଛନ୍ତି। ତେବେ ବୃହସ୍ପତିଙ୍କର ସ୍ଥିତି ଏଠାରେ ବହୁତ ଭଲ ରହିଛି ଏବଂ ବୃହସ୍ପତି ଏଠାରେ ରାଜଯୋଗ ମଧ୍ୟ ନିର୍ମାଣ କରୁଛନ୍ତି। ଆପଣଙ୍କର ଗୁରୁ ଏହି ସ୍ଥାନରେ ଉଦୟ ହୋଇସାରିଛନ୍ତି, ମାତ୍ର ପୂର୍ବରୁ ଗୁରୁ ଏହି ସ୍ଥାନରେ ଅସ୍ତ ହୋଇକି ଥିଲେ। ସେଥିପାଇଁ ଆପଣଙ୍କ ଜୀବନରେ ଅନେକ ଆର୍ଥିକ ସମସ୍ୟା ଦେଖାଯାଉଥିଲା। ଆପଣଙ୍କର ଧନ ଆସିବାରେ ବିଳମ୍ବ ହେଉଥିଲା ଏବଂ ଆପଣଙ୍କର ସଞ୍ଚୟ ମଧ୍ୟ ହୋଇପାରୁନଥିଲା। ଏହା ବ୍ୟତୀତ ଅଯଥା ଖର୍ଚ୍ଚ ମଧ୍ୟ ବଢ଼ି ଯାଇଥିଲା। ମାତ୍ର ଏବେଠାରୁ ଆପଣଙ୍କର ଧନ ବଢ଼ିବ।
आकस्मिक धन प्राप्ति हेब। आपण कौनसी जानवाहन जमीजमा किंबा प्रॉपर्टी इत्यादि किणी पारंती। आपणको मातृ सुख प्राप्ति हेब। बंधु माने आपणकर पंचम भावरे बुध एवं शुक्र लक्ष्मी नारायण राजयोग बनाइबे एवं पंचम भावरे बसी आपणकर लाभ स्थान को देखिबे एवं बुध एवं शुक्र आपणकर कौनसी गोटे बड़ इच्छा को मध्य पूर्ण करिबे। आपण जहाँ भी किछि इच्छा करूछंती आपणकर इच्छा अनुसार आपणको फल प्राप्ति हेब। आकस्मिक धन प्राप्ति हेब। जो पिलामाने शिक्षा क्षेत्र में अछंती पाठ पढ़ुछंती सेही पिलामानंको पई एही समय अत्यंत शुभमय रहिब। अर्थात विद्यार्थी मानंको पई समय अत्यंत शुभमय रहिब। शिक्षा क्षेत्र में सेमाने बहुत उन्नति करिवे एवं सेमानंको अनेक सफलता मध्य प्राप्त हेब। शिक्षा क्षेत्र में आपणकर पूर्वरु जहाँ भी किछि समस्या रहितिला एबे ताहा समाधान होइजिब। पाठ पढ़ारे आपणकर ज्ञान बढ़िब। आपणकर बुद्धि तीव्र हेब कारण बुध आपणकर शिक्षा क्षेत्र अर्थात पंचम भावरे विराजमान करिवे जहा फल पाठ पढ़ा को नहीं आपणकर एही समयटी बहुत भल रहिछि। उच्च शिक्षा को नहीं आपण कौनसी बड़ निष्पत्ति नहीं पारंती। एही रज संक्रांति परे जदि आपणकर कौनसी एग्जाम रहिछि तेबे सेही एग्जाम रे मध्य आपणको सफलता लाभ हेब एवं प्रेम क्षेत्र पाई मध्य एही समयटी अत्यंत अनुकूल रहिछि। आपण दुई जनक मध्यरे मधुर संपर्क स्थापन हेब। भल पाइबारे वृद्धि हेब। संपर्क सुदृढ़ हेब। आपणक मध्यरे पूर्वरु जदि कौनसी मन मनांतर थिला कौनसी प्रकारर भी समस्या थिला तेबे से सबुर समाधान होइजिब। आपणक मध्यरे रोमांटिक नेचर देखाजिब कारण शुक्र आपणकर पंचम भावरे विराजमान हेबे। आपणकर प्रेम विवाहर रूप मध्य नहीं पारे तेबे आपणकर सूर्य पंचम भाव को विराजमान करिवे एही रज संक्रांति दिन। तेबे सूर्य आपणकर सप्तम भावर अधिपति होई आपणकर पंचम भावरे विराजमान करिवे। सप्तम भाव आमर व्यापारर भाव होइथाए। डेली इनकमर भाव होइथाए। एहा व्यतीत आपणकर वैवाहिक जीवनर मध्य भाव होइथाए। तेणु एही सबु क्षेत्र पाई आपणकर समय भल रहिब। अर्थात एही सबु क्षेत्र रे आपण यथेष्ट उन्नति करिवे। जदि पूर्वरु आपणकर दाम्पत्य जीवन को नहीं किछि समस्या लागि रहितिला तेबे वर्तमान ताहार समाधान होइजिब। परस्पर मध्यरे मधुर संपर्क स्थापन हेब। आपणकर लाइफ पार्टनरकर क्यारियर रे ग्रोथ आसीब। आपणकर डेली इनकम वृद्धि पाइब। फाइनेंशियल ग्रोथ हेब। व्यापार वाणिज्य करुथिबा व्यक्ति मानक पई एही समयटी अत्यंत शुभ रहिब एवं व्यापार वाणिज्य रे आपणको अनेक लाभ प्राप्त हेब एवं उन्नति मध्य हेब। व्यापार को नहीं नुआ नुआ आइडिया आपणकर मन को आसीब। आपण कौनसी नूतन व्यापार मध्य आरंभ करि पारंती। व्यापार रे आपण यथेष्ट उन्नति करिवे। बंधु माने मंगल आपणकर तृतीय भावरे विराजमान अछंती एवं मंगलंकर स्थिति मध्य बहुत भल रहिछि। तृतीय भावटी आपणकर साहस एवं पराक्रमर भाव होइथाए। छोट मोट स्थान को भ्रमण करिवार भाव होइथाए। तो मंगलंकर स्थिति एठारे बहुत भल रहिछि एवं मंगल आपणकर क्यारियर भावर स्वामी अटंती। तो एही रज संक्रांति परठारु आपणकर क्यारियर रे मध्य उन्नति हेबाको लागिबो। आपणक मध्यरे साहस एवं पराक्रम वृद्धि पाइब। आपण कौनसी छोट मोट जगह को यात्रा करि पारंती। आपणकर कम्युनिकेशन स्किल रे इम्प्रूवमेंट हेबो। मैनेजमेंट क्षेत्र रे थिबा व्यक्ति मानक पई किंबा जमी किणा बेका करुथिबा व्यक्ति मानक पई एही समय अत्यंत शुभ रहिबो। सान भाई भौणी मानक सहित आपणकर संपर्क बहुत भल रहिबो। पारिवारिक सुख आपणको प्राप्ति हेबो। पूर्वर जदि आपणकर अननेसेसरी खर्च बहुत अधिक हेउथिला एवं आपण संचय करबाको समर्थ होई पारु नथिले तेबे सेही समस्या वर्तमान समाधान होइजिबो। एबेठारु आपणकर धन आगमन हेबो एवं धन संचय करिबारे मध्य आपण समर्थ होई पारिबे। आपणको पारिवारिक सुख प्राप्ति हेबो। एहा व्यतीत आपण संतान को नै मध्य प्लानिंग करि पारंती। सबुठारु बड़ कथा हैला जो मानकर संतान नथिला एवं संतान को नै जो माने चिंतित थिले
ତ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ସନ୍ତାନ ଜନିତ ଚିନ୍ତା ଆପଣଙ୍କର ଦୂର ହୋଇପାରେ। ଗୁରୁ ଆପଣଙ୍କର ଚତୁର୍ଥ ଭାବରେ ବସି ଆପଣଙ୍କର କ୍ୟାରିୟର ଭାବକୁ ଦେଖୁଛନ୍ତି। ତେଣୁ କ୍ୟାରିୟର ଆପଣଙ୍କ ପାଇଁ ବହୁତ ଭଲ ରହିବ। ଏହି ରଜ ସଂକ୍ରାନ୍ତି ପରେ ଆପଣ ନିଜର କ୍ୟାରିୟରରେ ଅନେକ ଉନ୍ନତି ଦେଖିବାକୁ ପାଇପାରିବେ। ପ୍ରମୋସନ ହେବାର ମଧ୍ୟ ଯୋଗ ବନୁଅଛି। ଏହା ବ୍ୟତୀତ ଯଦି ଆପଣଙ୍କ ପାଖରେ କୌଣସି ପ୍ରକାର ରୋଜଗାର ନାହିଁ, ତେବେ ଆପଣଙ୍କୁ କୌଣସି ନା କୌଣସି କ୍ଷେତ୍ରରୁ ରୋଜଗାର ମଧ୍ୟ ପ୍ରାପ୍ତି ହୋଇପାରେ। ବିଦେଶ ଯାତ୍ରାର ମଧ୍ୟ ଯୋଗ ସୃଷ୍ଟି ହେଉଛି। ଭ୍ରମଣର ଯୋଗ ମଧ୍ୟ ବନୁଅଛି। ଆପଣ କୌଣସି କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରିପାରନ୍ତି। ଏହା ବ୍ୟତୀତ ବିଦେଶରେ ରହି କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ସମୟ ଅତ୍ୟନ୍ତ ଶୁଭ ରହିଛି। ବନ୍ଧୁମାନେ, ଶନି ଆପଣଙ୍କର ଲଗ୍ନ ଭାବରେ ଅଛନ୍ତି, ଯାହାଫଳରେ ଆପଣଙ୍କର ଶନି 7.5 ଚାଲୁଅଛି। ସ୍ୱାସ୍ଥ୍ୟରେ କିଛି ସମସ୍ୟା ଆସିପାରେ। ଆପଣ ନିଜ ଭିତରେ ଆଳସ୍ୟ ଅନୁଭବ କରିପାରନ୍ତି। ମାତ୍ର ସେତେ ଅଧିକ କିଛି ସମସ୍ୟା ନାହିଁ, କାରଣ ଶନି ଏଠାରେ ନିଜ ଗୃହରେ ବିରାଜମାନ ଅଛନ୍ତି। ତେବେ କୌଣସି ବି ଗ୍ରହ ନିଜ ଘରକୁ କେବେ ବି ଖରାପ କରିନଥାନ୍ତି। ବଦଳରେ ସେହି ଘରକୁ ସେ ଆହୁରି ସୁଦୃଢ଼ ବନାଇଥାନ୍ତି। ତେଣୁ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ତେବେ ବନ୍ଧୁମାନେ, ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଆପଣଙ୍କର ଦିନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।